ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟ ତଳଭାଗ ପଦ୍ମ ପାଖୁଡ଼ାରେ ଫାଟ। ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟ ତଳଭାଗରେ ଫାଟ ଦେଖାଦେଇଛି। ପଦ୍ମ ପାଖୁଡ଼ାରେ ଏକ ବିରାଟ ଫାଟ ସୃଷ୍ଟି ହୋଇଛି, ଫଳରେ ଭାଙ୍ଗିଯିବା ସ୍ଥିତି ସୃଷ୍ଟି ହୋଇଛି। ଏପରିକି ଗୁମୁଟରେ ଯେଉଁ ଭାସ୍କର୍ଯ୍ୟ ଦେଖାଦେଇଛି ସେ ଭାସ୍କର୍ଯ୍ୟରୁ ପଥର ଖସି ତଳେ ପଡ଼ୁଛି। ଗୁମୁଟ ପଛର ଭାଗ ବିରାଟ ଏକ ଫାଟ ସୃଷ୍ଟି ହୋଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ଏହି ଫାଟ ସୃଷ୍ଟି ହୋଇଥିଲା ଏବଂ ନିକଟରେ ଦୁଇଟି ପଥର ଖଣ୍ଡ ଖସି ପଡ଼ିଥିଲା। ଗୁମୁଟ ପଛରେ ଏକ ଗାତ ମଧ୍ୟ ସୃଷ୍ଟି ହୋଇଯାଇଛି, ଯାହା ସମଗ୍ର ମୂର୍ତ୍ତିକୁ ଦୁର୍ବଳ କରିପାରେ। କ୍ଷୟକ୍ଷତି ମରାମତି ଏବଂ କୌଣସି ଅଘଟଣ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି ସୂତ୍ରରୁ ପ୍ରକାଶ। ମନ୍ଦିର ସଂରକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ AIS କହିଛନ୍ତି ଯେ ମନ୍ଦିର ଚାରିପାଖରେ ମାଟି ଖୋଳା ହେବା କାରଣରୁ ଫାଟ ସୃଷ୍ଟି ହୋଇଛି। ମନ୍ଦିରର ପରିସର ସୌନ୍ଦର୍ଯ୍ୟକରଣ ପାଇଁ ଐତିହାସିକ ପରିକ୍ରମା ପ୍ରକଳ୍ପ ଅଧୀନରେ ଏହି ମାଟି ହଟାଯାଇଥିଲା। ASI ସଂରକ୍ଷଣ ଅଧିକାରୀ ଜ୍ୟୋତି ପ୍ରଧାନ କହିଛନ୍ତି ଯେ ଉତ୍ତର ଗୁମୁଟରେ ମରାମତି କାମ ଚାଲିଛି ଏବଂ ଖୁବ୍ ଶୀଘ୍ର ଗୁମୁଟ ଫାଟକ ମଧ୍ୟ ଠିକ୍ କରାଯିବ। ସେ କହିଛନ୍ତି ଯେ ମନ୍ଦିର ଏବଂ ଏହାର ସଂସ୍କରୀକରଣ ଗୁଡ଼ିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ASI ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛି। ସେପଟେ ଗତକାଲି ରକ୍ତ ପଡ଼ିବାରୁ ମହାପ୍ରଭୁଙ୍କର ହୋଇଛି ବଡ଼ ସ୍ନାନ। ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତ ପଡ଼ିବାରୁ ବଡ଼ ସ୍ନାନ କରାଯାଇଛି। କାଲି ସନ୍ଧ୍ୟା 6:15ରେ ରକ୍ତ ପଡ଼ିଥିବା ପରେ ବଡ଼ ମହାସ୍ନାନ ହୋଇଥିବା ସୂଚନା ମିଳିଛି। ଧରାପଡ଼ୁଛି ମୋଦିଙ୍କର 100ରୁ 100 ମିଛ ଗ୍ୟାରେଣ୍ଟି। PM ଧୋନି ଯୋଜନା ମାଧ୍ୟମରେ ଉଠା ଦୋକାନୀଙ୍କ ପାଇଁ ବନ୍ଧମୁକ୍ତ ଋଣ ବ୍ୟବସ୍ଥା କରାଯାଇଛି ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତାକୁ ଦେଖି ଓଡ଼ିଶା ବହୁ ଉଠା ଦୋକାନୀ ବ୍ୟାଙ୍କ ଯାଇ ନିରାଶ ହୋଇଥିବା ଖବର ହସ୍ତଗତ ହୋଇଛି। ଉଠା ଦୋକାନୀଙ୍କୁ ବ୍ୟାଙ୍କ ପରିଚାଳନା ସଫା କୌଣସି ନିର୍ଦ୍ଦେଶନାମା ଆସିନାହିଁ ବୋଲି କହିଛନ୍ତି। ତାମାନେ କ'ଣ ବୁଝିବାକୁ ହେବ ମୋଦିଙ୍କ ବିକାଶ ଭାରତ ଗ୍ୟାରେଣ୍ଟିକୁ ବ୍ୟାଙ୍କ ପରିଚାଳନା ମାନେ ଲକ୍ କରି ରଖିଛନ୍ତି। କେବଳ ନିର୍ବାଚନ ବୈତରଣୀକୁ ପାରି ହେବା ପାଇଁ ଓ ପ୍ରଧାନମନ୍ତ୍ରୀ ଆସନକୁ ମାଡ଼ି ବସିବା ପାଇଁ ବିଜେପି ରିଙ୍ଗ ମାଷ୍ଟର ଡାହା ମିଛ କହୁଛନ୍ତି। ଧନ୍ୟବାଦ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗେ ତେବେ ଭିଡ଼ିଓଟିକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ।